ନାହିଁ 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 ମୋ ଏ ତ ଓଡ଼ିଶା। କାହିଁକି ଆପଣମାନେ ସବୁବେଳେ ସେଇ ବାବୁ ସିଂ ଅସ୍ତ୍ର ପୂଜା କଲେ, ସେ ମାନେ ଲାଠି ପୂଜା କରିଲେ, ସେ ମାନେ ବାଡ଼ି ପୂଜା କରିଲେ, କାହିଁକି ଆପଣମାନେ ଲାଗିଛନ୍ତି? ବାବୁ ସିଂ କ'ଣ ଭୁଲ ଭାଲ କିଛି କରୁଛନ୍ତି? ଆପଣମାନଙ୍କୁ ବାର ବାର ସଚେତନ କରିବା ଦ୍ୱାରା ଦୀର୍ଘ ମୁଁ ଦେଖୁଛି 10 ବର୍ଷ 5 ବର୍ଷ ହେଇଗଲାଣି ଯେଉଁ ସରକାର ଥିଲେ, ସିଏ ବାର ବାର ସଚେତନ କରିବା ଦ୍ୱାରା ବି ସରକାରଙ୍କ କଥାକୁ ଆପଣ ଅବହେଳିତ କରିକି ଆପଣ ସେଇ ଅଶ୍ଳୀଳ ନୃତ୍ୟ କରୁଥିଲେ। ଏଥର ଯେବେ ଆପଣ ସେ ଅଶ୍ଳୀଳ ନୃତ୍ୟ କରିବେ, ଆପଣ ବୁଝିବା ଦରକାର ଯେ ସରକାର ପରିବର୍ତ୍ତନ ହେଇଯାଇଛନ୍ତି। ୟାକୁ ଗଲା ସରକାର କେତେ ଆନନ୍ଦ ନେଉଥିଲେ, ଆଉ ଇଏ ସରକାର କେତେ ଦୁଃଖ ପ୍ରକାଶ କରିବେ ସେଥିପାଇଁ ବାବୁ ଭାଇ କହିଛନ୍ତି କ'ଣ ନା, ୟାକୁ ଠେଙ୍ଗାରେ ଜବାବ ଦିଆଯିବ। ଆପଣ କାହିଁକି ଠେଙ୍ଗାକୁ ଡରିବେନି ନା କ'ଣ କହୁଛନ୍ତି? ଆପଣ ନାଚିବେ, ଆସନ୍ତୁ ନାଚିବେ। ଆଉ ନାଚିଲେ ଇଏ ନାଚିବେ, ଆଉ କ'ଣ ଯାହା ହବ ହବ, ସେଇଆକୁ ଚିନ୍ତା କରିକି ଆସୁଥାନ୍ତୁ। ଆଗ ବର୍ଷକୁ ଆପଣ ଯେ ଭଲରେ ଥିବେ ପୁଣି ଖଣ୍ଡଗିରି ଆସିବେ, ଏବେ ଖରାପରେ ଥିବେ ମାନେ ଆପଣ ସେ କଥା ବୁଝିବେ। ପ୍ରଶାସନକୁ ତ ମାନୁନା, ପ୍ରଶାସନ ନିୟମକୁ ଗଲା ବର୍ଷ ମାନନା। ଗଲା ବର୍ଷ କ'ଣ ବିଜେପି ସରକାର ଥିଲା? ଗଲା ବର୍ଷ ଅଲଗା ସରକାର ଥିଲେ, ସେ ଚଳେଇ ନେଇଥିଲେ। ଇଏ ସରକାର ଚଳେଇବନି। ତେଣୁ ଆଇଟମ୍ ଗାର୍ଲମାନଙ୍କୁ ଗୋଟେ ଭଲ କଥା, ଆପଣମାନେ ସୁସଜ୍ଜିତ ଡ୍ରେସ୍ରେ ଆସିକି ଯେତେ ଡ୍ୟାନ୍ସ ଶିଖିଛନ୍ତି ଦେଖାନ୍ତୁ ଲୋକଙ୍କୁ, କିନ୍ତୁ ଅଶ୍ଳୀଳ ଇଙ୍ଗିତରେ ଡ୍ୟାନ୍ସ କରନ୍ତୁ ନାହିଁ, ଯେଉଁଟାରେ କି ସମାଜ ପାଇଁ କ୍ଷତିକାରକ, ଆପଣଙ୍କ ପାଇଁ କ୍ଷତିକାରକ ଏବଂ ଦର୍ଶକମାନଙ୍କ ପାଇଁ କ୍ଷତିକାରକ, ସାରା ରାଜ୍ୟ ପାଇଁ ଗୋଟେ ହେଉଛି ହୀନ ଚକ୍ରାନ୍ତର କଥା। ୟାକୁ ବିଜେପି ସରକାର ଗ୍ରହଣ କରିବ ନାହିଁ। ତେଣୁ ସେ ଗଲା ସରକାର ତଳ ଖାଇଯାଇଛି, ଇଏ ସରକାର ନୂଆ ସରକାର, ଇଏ ନୂଆ କଳ ବସେଇବ। ସେ ପାଣିରେ ମୁହଁ ଧୋଇଲେ ଆପଣ ଖଣ୍ଡରେ ନାଚିବେ, ନହେଲେ ତ 4-5ରେ ଗଲେ ଆଉ।